ମାସ ପରେ କଣ ସେହି ଯାଦୁକାରୀ ଯୋଡ଼ି ଫେରିବେ? ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ଏକାଠି ଦେଖିବାର ଅପେକ୍ଷା ଶେଷରେ ଶେଷ ହୋଇଛି ଦର୍ଶକ ବନ୍ଧୁ। ପ୍ରାୟ 6 ମାସ ପରେ କ୍ରିକେଟ ପ୍ରେମୀଙ୍କ ପାଇଁ ଏହି ଅପେକ୍ଷା ଅନନ୍ତ କାଳ ପରି ଅନୁଭବ ହେଉଥିଲା ଦର୍ଶକ ବନ୍ଧୁ। ପ୍ରତ୍ୟେକ ମ୍ୟାଚ୍ ସହିତ ଗୋଟିଏ ପ୍ରଶ୍ନ ବାରମ୍ବାର ଉଠୁଥିଲା, କଣ ରୋହିତ ଶର୍ମା ଏବଂ ବିରାଟ କୋହଲିଙ୍କୁ ପୁଣି କେବେ ପଡ଼ିଆରେ ଏକାଠି ଦେଖିବାକୁ ମିଳିବ କି? କିନ୍ତୁ ଏବେ ସେହି ମୁହୂର୍ତ୍ତ ଶେଷରେ ଆସି ପହଞ୍ଚିଛି ଦର୍ଶକ ବନ୍ଧୁ। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ 3 ମ୍ୟାଚ୍ ବିଶିଷ୍ଟ ଏକ ଦିବସୀୟ ସିରିଜ ଜୁଲାଇ 14 ତାରିଖରେ ତଥା ଆଜିଠାରୁ ଆରମ୍ଭ ହେଉଛି ଏବଂ ଏହି ସିରିଜ ସହିତ ଭାରତୀୟ କ୍ରିକେଟର 2 ଜଣ ବଡ଼ ତାରକା ପୁଣି ଥରେ ସମାନ ଜର୍ସି ପିନ୍ଧି ଲକ୍ଷ୍ୟ ପାଇଁ ପଡ଼ିଆକୁ ଓହ୍ଲାଇବେ ଦର୍ଶକ ବନ୍ଧୁ। ରୋହିତ ଶର୍ମା ଏବଂ ବିରାଟ କୋହଲି ଏବେ କେବଳ ଓଡ଼ିଆଇ କ୍ରିକେଟ ଖେଳନ୍ତି। ଟେଷ୍ଟ ଏବଂ T20 ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ନେବା ପରଠାରୁ ସେମାନଙ୍କୁ ଏକାଠି ଦେଖିବାର ସମ୍ଭାବନା ପ୍ରାୟତଃ କମ୍ ହୋଇଗଲାଣି। ଏହି କାରଣରୁ ଏହି ସିରିଜର ପ୍ରତ୍ୟେକ ମୁହୂର୍ତ୍ତ ଲକ୍ଷ ଲକ୍ଷ ପ୍ରଶଂସକଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହେବ। କିନ୍ତୁ ଦର୍ଶକ ବନ୍ଧୁ, ଆପଣମାନଙ୍କର ମନେ ଅଛି କି ଏ ଦୁହେଁ ଶେଷ ଥର ପାଇଁ ଇଂଲଣ୍ଡ ମାଟିରେ ଏକାଠି କେବେ ଖେଳିଥିଲେ? ଦର୍ଶକ ବନ୍ଧୁ, ଏହା ଜାଣିବାକୁ ହେଲେ ଆମକୁ ପ୍ରାୟତଃ 4 ବର୍ଷ ପଛକୁ ଯିବାକୁ ପଡ଼ିବ। ଜୁଲାଇ 2022 ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଏକ ଦିବସୀୟ ସିରିଜରେ ଏକାଠି ଖେଳିଥିଲେ। ଏବେ ପୁଣି ଥରେ ଇତିହାସ ପୁନରାବୃତ୍ତି ହେବାକୁ ପ୍ରସ୍ତୁତ ମନେ ହେଉଛି। ଏବେ ପ୍ରଶ୍ନ କେବଳ ସିରିଜ ଜିତିବା ବିଷୟରେ ନୁହେଁ, ବରଂ ପ୍ରଶ୍ନ ହେଉଛି କି ଅଭିଜ୍ଞ ରୋହିତ ଶର୍ମା ଏବଂ ବିରାଟ କୋହଲି ଯୋଡ଼ି ପୁଣି ଥରେ ସେମାନଙ୍କର ପୁରୁଣା ଯାଦୁକୁ ପୁନଃ ସୃଷ୍ଟି କରିପାରିବେ କି ନାହିଁ। ସେମାନେ କଣ ପୁଣି ଥରେ ଇଂଲଣ୍ଡ ମାଟିରେ ନିଜର ବ୍ୟାଟ ସହିତ ଇତିହାସ ସୃଷ୍ଟି କରିବେ? ଯେତେବେଳେ ଉଭୟ ଦଳ ଜୁଲାଇ 14 ତଥା ଆଜି ପଡ଼ିଆକୁ ଓହ୍ଲାଇବେ, ଏହା କେବଳ ମ୍ୟାଚ୍ ହେବ ନାହିଁ ଯାହା ଆରମ୍ଭ ହେବ, ବରଂ କୋଟି କୋଟି ଭାରତୀୟ କ୍ରିକେଟ ପ୍ରଶଂସକଙ୍କ ଭାବନାର ଏକ ନୂତନ ଅଧ୍ୟାୟ ମଧ୍ୟ ଆରମ୍ଭ ହେବ।